କ୍ଷୀରି ଆମର ଗୋଟେ ପାରମ୍ପରିକ ମିଠା ଯାହାକୁ ଆମେ ସବୁ ଜନ୍ମଦିନ ବା ପର୍ବପର୍ବାଣିରେ ବନେଇଥାଉ। କ୍ଷୀରି ଖାଇବାକୁ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ, କିନ୍ତୁ କ୍ଷୀରି ବନେଇବାକୁ ସମୟ ବହୁତ ଲାଗିଥାଏ। ମୁଁ ଆଜି ଆପଣମାନଙ୍କ ପାଇଁ ଏମିତି ଗୋଟେ ରେସିପି ନେଇକି ଆସିଛି ଯାହାକୁ ଆମେ ଅଧଘଣ୍ଟେରେ କ୍ଷୀରି ବନେଇକି ରେଡ଼ି କରିଦେବା। ତା ପୁଣି ବିନା କ୍ଷୀର ଆଉ ବିନା ଚିନିରେ ଏକଦମ ଭୋଜି ଷ୍ଟାଇଲ କ୍ରିମି କ୍ଷୀରି। ଆପଣମାନେ ଭାବୁଥିବେ ଏହା କେମିତି ପସିବଲ୍? ତ ୟାକୁ ଜାଣିବା ପାଇଁ ଭିଡ଼ିଓକୁ ଫୁଲ୍ ୱାଚ୍ କରନ୍ତୁ, ସବୁ ଟିପ୍ସ ଆଉ ଟ୍ରିକ୍ସକୁ ଫଲୋ କରନ୍ତୁ। ଚାଲନ୍ତୁ ଆମେ ଏବେ କ୍ଷୀରିର ପ୍ରସ୍ତୁତି ଆରମ୍ଭ କରିବା। ନମସ୍କାର, ଖାଣ୍ଟି ଓଡ଼ିଆ କିଚେନରେ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। କ୍ଷୀରି ବନେଇବା ପାଇଁ ମୁଁ ଏଠି କ୍ଷୀରି ଚାଉଳ ବା ବାସୁମତୀ ଚାଉଳ ନେଇଛି। ଏଠି ମୁଁ ଗୋବିନ୍ଦ ଭୋଗ ବାସୁମତୀ ଚାଉଳର ୟୁଜ୍ କରିବି। ଆପଣମାନେ ତ ଯେକୌଣସି ଅରୁଆ ଚାଉଳରେ କ୍ଷୀରିଟା ବନେଇ ପାରିବେ। ତ ଅରୁଆ ଚାଉଳ ଏଠି ଆମକୁ ଦରକାର, କିନ୍ତୁ ବାସୁମତୀ ଚାଉଳରେ ବନେଇଲେ କ୍ଷୀରିରେ ଆମର ଗୋଟେ ବଢ଼ିଆ ବାସ୍ନା ଆସିବ। ଏଇଠି ମୁଁ ଚାଉଳ ଗୋଟେ ଗିନା ନେଇଛି। ଯଦି ମେଜର କରିକି ଦେଖିବେ ତ 150 ଗ୍ରାମ ହେବ। ଚାଉଳକୁ ଭଲସେ ଧୋଇକି ଏଠି ଆମେ ଅଧଘଣ୍ଟେ ପାଇଁ ଭିଜେଇ ନେଇଯିବା। ତ ଅଧଘଣ୍ଟେ ହେଇଗଲା ପରେ ମୁଁ ଏଠି ଗୋଟେ ପ୍ରେସର କୁକରରେ ଚାଉଳକୁ ପାଣି ସହିତ ଆଡ଼୍ କରି ନେଇଯାଉଛି। ଏଇଠି ଆପଣ ଯେତିକି ଚାଉଳ ନେଇଥିବେ ତା ଡବଲରୁ ଅଧିକା ପାଣି ଦେବେ। ଯେମିତି ଯଦି ଆପଣ ଗୋଟେ କପ୍ ଚାଉଳ ନେବେ ତ ଆପଣ ଏଠି 2 କପ୍ରୁ ଅଧିକା ପାଣି ଦେବେ। ଏଇଠି ଟିକେ ଗୋଟେ ଚୁଟକି ପାଖାପାଖି ହେବ ମୁଁ ଲୁଣ ଆଡ଼୍ କରି ନେଇଯାଉଛି। ଯେହେତୁ ଆମେ ଚାଉଳକୁ ଏଠି ଭିଜେଇଥିଲେ ତ ଏଇଠି ଆମେ ହାଇ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିଲା ଯାଏ ଚାଉଳକୁ କୁକ୍ କରି ନେଇଯିବା, ଆଉ ପ୍ରେସରକୁ ଆପେ ଆପେ ଡାଉନ୍ ହେବାକୁ ଦେବା। ଯଦି ଆପଣ ଚାଉଳକୁ ଭିଜେଇ ନଥିବେ ତ ଲୋ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପାଇଁ କୁକ୍ କରିବେ। ଏଇଠି ଦେଖନ୍ତୁ ହୁଇସିଲ୍ ଆପେ ଆପେ ଡାଉନ୍ ହେଇଗଲା ପରେ ଚାଉଳ ଆମର ବଢ଼ିଆ ସେ କୁକ୍ ହେଇଯାଇଛି। ଏମିତି ଗୋଟେ ଚାମଚର ହେଲ୍ପରେ ଆମେ ଚାଉଳକୁ ଟିକେ ହାଲକା ମ୍ୟାଶ୍ କରି ନେଇଯିବା। ତ ଚାଉଳକୁ ଆମେ ଏଠି ମ୍ୟାଶ୍ କରି ନେଇଗଲା ପରେ ଗରମ ପାଣି ଏଠି ମୁଁ 3 ଗ୍ଲାସ୍ ଆଡ଼୍ କରୁଛି। ଯେତିକି ମୁଁ ଚାଉଳ ନେଇଛି ତ ସେଇ ମେଜରମେଣ୍ଟରେ ମୁଁ ପାଣି ଏଇଠି କହୁଛି। 3 ଗ୍ଲାସ୍ ଏଇଠି ମୁଁ ପାଣି ଆଡ଼୍ କରୁଛି। ପାଣିକୁ ଆମେ ଚାଉଳରେ ଭଲସେ ମିକ୍ସ କରି ନେଇଯିବା। ଏଇଠି ମୁଁ ଆଉ ଗୋଟେ ଗ୍ଲାସ୍ ପାଣିକୁ ଗରମ କରି ନେଇଯାଇଛି। ତ ଏଇ ଗରମ ପାଣିରେ ଆମେ ମିଲ୍କ ପାଉଡ଼ର ଆଡ଼୍ କରିବା। ତ କ୍ଷୀରର ପ୍ରତି ବଦଳରେ ଆମେ ଆଜି ମିଲ୍କ ପାଉଡ଼ରରେ ଏଇ ଭୋଜି ଷ୍ଟାଇଲ କ୍ରିମି କ୍ଷୀରି ପ୍ରସ୍ତୁତ କରିବା। ତ ଏଇଠି ଆପଣ ଯେକୌଣସି ବ୍ରାଣ୍ଡର ମିଲ୍କ ପାଉଡ଼ର ୟୁଜ୍ କରିପାରିବେ। ଏଇଠି ମୁଁ ନେସ୍ଲେ ଏଭ୍ରିଡେର ୟୁଜ୍ କରିଛି, କିନ୍ତୁ ଆପଣ ଯେତିକି ଚାଉଳ ନେଇଥିବେ ତାର ଏକ୍ଜାକ୍ଟ ଡବଲ୍, ମାନେ ଯଦି ଆପଣ ଗୋଟେ ଗିନା ଚାଉଳ ନେଇଛନ୍ତି ଆପଣ ଏଠି 2 ଗିନା ମିଲ୍କ ପାଉଡ଼ରକୁ ୟୁଜ୍ କରିବେ। ଅଳ୍ପ ଅଳ୍ପ କରିକି ମିଲ୍କ ପାଉଡ଼ରକୁ ଆମେ ପାଣିରେ ଆଡ଼୍ କରି ନେଇଯିବା। ଏକାଥରେ ଦେଇଦେଲେ ଏଥିରେ ଟିକେ ଗୁଣ୍ଡ ଗୁଣ୍ଡ ହେଇକି ରହିଯିବ। ତ ୟାକୁ ଆମେ ଅଳ୍ପ ଅଳ୍ପ କରିକି ସବୁ ମିଲ୍କ ପାଉଡ଼ରକୁ ପାଣିରେ ଆମେ ଧୀରେ ଧୀରେ ମିକ୍ସ କରି ନେଇଯିବା। ଏମିତି ଅଳ୍ପ ଅଳ୍ପ ମିକ୍ସ କଲେ ତ କେଉଁଠି ଟିକେ ବି ଲମ୍ପସ୍ ରହିବନି। ପାଣିରେ ମିଲ୍କ ପାଉଡ଼ର ଏକଦମ ଭଲସେ ମିକ୍ସ ହେଇଯିବ। ଏଠି ମିଲ୍କ ପାଉଡ଼ର ପାଣିରେ ଭଲସେ ମିକ୍ସ ହେଇଗଲା ପରେ ଏଇଠି ମୁଁ ମିଲ୍କ ମେଡ୍ ନେଇଛି। ଏଇଟା ବି ଆପଣ ଯେକୌଣସି ବ୍ରାଣ୍ଡର ୟୁଜ୍ କରିପାରିବେ। ମିଲ୍କ ମେଡ୍ ଏଇଠି ଗୋଟେ ଗିନା ନେଇଛି। ତ ଏକ୍ଜାକ୍ଟ ମେଜରମେଣ୍ଟ ହେଉଛି ଗୋଟେ ଗିନା ପାଇଁ 2 ଗିନା ଅମୁଲ ବା ମିଲ୍କ ପାଉଡ଼ର ଯେକୌଣସି ବ୍ରାଣ୍ଡର, ଆଉ ମିଲ୍କ ମେଡ୍ ଆପଣ ଏଇଠି ଗୋଟେ ଗିନା ଦେବେ। ତ ଏଇଠି କ୍ଷୀର ଆଉ ଚିନିର ପ୍ରତି ବଦଳରେ ଆମେ ମିଲ୍କ ପାଉଡ଼ର ଆଉ ମିଲ୍କ ମେଡ୍ର ୟୁଜ୍ କରିବା। ତ ଏକ୍ଜାକ୍ଟ ମେଜରମେଣ୍ଟରେ ଯଦି ଆପଣ ନେବେ ଆପଣଙ୍କ କ୍ଷୀରି ପୁରା ଭୋଜି ଷ୍ଟାଇଲ କ୍ରିମି କ୍ରିମି ବନିବ। ଏବେ ଆମେ ଯେଉଁ ମିକ୍ସଚର ବନେଇଛେ ତାକୁ ଚାଉଳରେ ଆଡ଼୍ କରି ନେଇଯିବା। ଭଲସେ ତାକୁ ମିକ୍ସ କରି ନେଇଯିବା। ତାପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଏଠି ଅନ୍ କରିବା। ଗ୍ୟାସ୍ର ଫ୍ଲେମ୍ ଅନ୍ କଲା ପରେ ମନେ ରଖନ୍ତୁ କଣ୍ଟିନ୍ୟୁଅସଲି ଆମେ ବଏଲ୍ ଆସିଲା ଯାଏ କଣ୍ଟିନ୍ୟୁଅସଲି କ୍ଷୀରିକୁ ଗୋଳାଇ ଚାଲିବା। ଟିକେ ବି ଏଇଠି ହାତକୁ ଆମେ ବନ୍ଦ କରିବାନି, ନହେଲେ କ୍ଷୀରି ତଳୁ ଲାଗିଯିବ ଆଉ ପୋଡ଼ା ପୋଡ଼ା ବାସ୍ନା ଆସିବ। ତ କଣ୍ଟିନ୍ୟୁଅସଲି ଆମେ ଏମିତି ଗୋଳାଇ ଚାଲିଥିବା। ବେଶୀ ସମୟ ମୋଟେ ଲାଗିବନି। 5ରୁ 10 ମିନିଟ୍ ଭିତରେ ଏଇଠି କ୍ଷୀରିରେ ଆମର ବଏଲ୍ ଆସିଯିବ। ବଏଲ୍ ଆସିଗଲା ପରେ ଆମେ ୟାକୁ 1ରୁ 2 ମିନିଟ୍ ଗ୍ୟାପ୍ରେ ଗୋଳେଇଲେ ବି ଚଳିବ। ଏଇଠି ଦେଖନ୍ତୁ କ୍ଷୀରିରେ ଆମର ବଏଲ୍ ଆସିଗଲାଣି।
तो एबे आमे कौन करिबा आउ गोटे पैन ने एठी मु गोटे चामच घी को गरम करी नहीं जाउची। एठी आमे काजू और किशमिश को भाजी नहीं जिबा। एथिरे प्रथमे मु काजू ऐड करूची। तो दर्शक बंधु जदि आपण माने मो चैनल रे नुआ अछंती ना मो चैनल को प्लीज सब्सक्राइब करी नहीं जानतु। पाखरे थिबा बेल आइकन प्रेस करी नहीं जानतु जा द्वारा मोर आग आसुथबा समस्त नुआ नुआ वीडियो आपण मानको प्रथम करी देखिबा को मिलिबो। तो काजू एठी गोल्डन कलर टिके हे गला परे सेइथिरे ही मु किशमिश को भाजी नहीं जाउची। आपण माने चाहिले काजू और किशमिश को अलगा अलगा करिकि भी भाजी पारिबे। काजू और किशमिश भल से भाजी हे गला परे आकु गोटे प्लेट को मु काढ़ी नहीं जाउची। एठी काजू किशमिश को आमे गोटे प्लेट को जेतेबेले काढ़ी नहीं जिबा तो एठी जो बळका घी अछि एथिरे मु पाखापाखी 2 रु 3 चामच चीनी ऐड करूची। तो आपण माने भाबुथिबे तो एठी मु तो चीनी मना करिची स्टार्टिंग रु। तो एठी चीनी रो यूज आम खीरी को गोटे बढ़िया भोजी स्टाइल कलर दबा पाई। तो एठी आमे लो फ्लेम रे चीनी को पूरा कैरामेल करिबा। देखंतु चीनी रे केते बढ़िया गोटे कलर आसी जाईची। तो आउ टिके कलर हवा पे आमे याकू रखिबा। तो पूरा फ्लेम को एकदम लो रखिथिबे। देखंतु जेमती चीनी रे एठी हमरो फोम स्टार्ट हबो तो एठी गैस रो फ्लेम को ऑफ करिबा। धीरे धीरे फास्ट गोटे चामच तापरे आउ गोटे चामच एमती करिकी पाखापाखी 5 रु 6 चामच पानी आमे सेथिरे ऐड करिबा। एकदम होशियारी थिबे नले एटा पूरा छिटका मारे। तो गैस रो फ्लेम को मन रखंतु पूरा ऑफ करिकी एथिरे आमे पानी ऐड करिबा। तो पानी को सेथिरे भल से मिक्स करिबा। एठी हमर तो खीरी बॉयल होउची। तो एबे आमे जो कैरामेल बनेले से कैरामेल को खीरी रे ऐड करिबा। कैरामेल को खीरी रे ऐड करिकी ताको में भल से मिक्स करी नहीं जिबा। तो एठी देखंतु धीरे धीरे खीरी रे केते बढ़िया कलर आमर आसीगला। आपण माने विश्वास भी करि परिबेनी खीरी आपणकर आधा घंटा रे बनिकी रेडी हेई जिवो। तो भाजी के रखितेबा काजू और किशमिश आमे एबे खीरी रे ऐड करी नहीं जिबा। एथिरे लास्ट रे आउ किछि गुजराती गुंड मु ऐड करी नहीं जाउची। एटा मो खीरी को गोटे बढ़िया बास्ना दबो। एठी देखंतु केते जल्दी हमर भोजी स्टाइल क्रीमी खीरी बनिकी रेडी हे गला। एई थर दशहरा रे एमती भोजी स्टाइल क्रीमी निज घरे प्रस्तुत करंतु। मते कमेंट बॉक्स रे जणांतु रेसिपीटी आपण मानकु केमती लागिला। जदि भलो लागिथिबो वीडियो रे गोटे लाइक और शेयर करबा को अनुरोध। देखा हबो आ गोटे नेक्स्ट वीडियो रे। थैंक्स फॉर वाचिंग।